ହ୍ୟାଲୋ ଫ୍ରେଣ୍ଡସ୍, ଆଜି ମୁଁ ଆପଣମାନଙ୍କ ପାଇଁ ଏକ ମା ପୁଅ ସୁନ୍ଦର କାହାଣୀ ନେଇ ଆସିଛି। କାହାଣୀଟିକୁ ଶୁଣି ମଜା ନିଅନ୍ତୁ। ମୋର ଇଞ୍ଜିନିୟରିଂ ପରୀକ୍ଷା ସରିବା ବେଳକୁ ହଠାତ୍ ବାପାଙ୍କର ଧକ୍କା ହେବାର ଖବର ପାଇ ମୁଁ ଘରକୁ ଚାଲି ଆସିଲି। ବାପା ଡାକ୍ତରଖାନାରେ ଭର୍ତ୍ତି ଥିଲେ। ବୋଉ ଏକୁଟିଆ ଭାରି ହତାଶ ହୋଇପଡ଼ିଥିଲା। ମୁଁ ପହଞ୍ଚିବା ପରେ ତା'ର ଟିକେ ସାହସ ହେଲା। ବାପା ପ୍ରାୟ ଗୋଟାଏ ମାସ ଡାକ୍ତରଖାନାରେ ରହି ଘରକୁ ଫେରିଲେ। ବାପା ଏକ ପ୍ରକାର ଅକର୍ମଣୀୟ ହୋଇଯାଇଥିଲେ। ବୋଉ ବାପାଙ୍କର ବହୁତ ସେବା କରୁଥିଲା, ହେଲେ ବୋଉ ବହୁତ ସମୟ ଉଦାସ ରହୁଥିବା ମୁଁ ଲକ୍ଷ୍ୟ କରୁଥିଲି। ବୋଉର ଏପରି ଉଦାସ ରହିବାର କାରଣ ମୁଁ ଠିକ୍ ବୁଝିପାରୁଥିଲି। ବାପାଙ୍କର ଦୟନୀୟ ଅବସ୍ଥା ତ ବୋଉକୁ ଉଦାସ କରିଦେଉଥିଲା। ଏହା ବ୍ୟତୀତ ବୋଉ ଉଦାସ ରହିବାର ଅନ୍ୟ ଏକ କାରଣ ଥିଲା। ତାହା ହେଲା ମୋ ବୋଉ ଏକ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ ଲୋକ। ନିଜ ସ୍ୱାମୀ ପାଖରେ ଥାଇ ବି ତା'ର ଭୋକ ଉପଶମ କରିବା ପାଇଁ ସେ ସକ୍ଷମ ନଥିଲେ। ତାହା ଥିଲା ସେ ଉଦାସ ରହିବାର ବଡ଼ କାରଣ। ବୋଉକୁ ଖୁସି କରିବାକୁ ମୁଁ ଚେଷ୍ଟା କରୁଥିଲି, ଫଳରେ ବୋଉ ସହିତ ମୁଁ ବହୁତ କ୍ଲୋଜ୍ ହୋଇଯାଇଥିଲି। କ୍ରମେ କ୍ରମେ ବାପାଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଆଉ ଶେଷରେ ବାପା ଆମକୁ ଛାଡ଼ିଦେଇ ସବୁଦିନ ପାଇଁ ଆଖି ବୁଜିଲେ। ବୋଉ ଅଧିକ ହତାଶ ହୋଇପଡ଼ିଲା। ମୁଁ ବୋଉକୁ ସାହସ ଦେଉଥିଲି, ତାକୁ ଖୁସି ରଖିବା ପାଇଁ ଚେଷ୍ଟା କରୁଥିଲି। ଶୋଇବା ବେଳେ ବୋଉ ବାପାଙ୍କ କଥା ଭାବି ମନ ଦୁଃଖ କରିବ ବୋଲି ରାତିରେ ମୁଁ ବୋଉ ପାଖରେ ଶୋଇଲି। ବିଭିନ୍ନ କଥା କହି ବୋଉକୁ ହସାଇବା ପାଇଁ ଓ ଖୁସି ରଖିବାକୁ ଚେଷ୍ଟା କଲି। ଦିନ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ବୋଉର ଉଦାସ ଭାବ ଟିକିଏ ଟିକିଏ କମିବାକୁ ଲାଗିଲା ଏବଂ ଆମ ଭିତରେ ନିବିଡ଼ତା ବଢ଼ିବାକୁ ଲାଗିଲା। ସେଥିପାଇଁ ଅବଶ୍ୟ ମୋର ଅବଦାନ ଟିକିଏ ଅଧିକ ଥିଲା। ବାପାଙ୍କ ମୃତ୍ୟୁର ମାସକ ପରେ ମୋତେ ମୁମ୍ବାଇରେ ଗୋଟେ ଭଲ ଚାକିରି ମିଳିଲା। ତାକୁ ଛାଡ଼ି ମୁଁ ମୁମ୍ବାଇ ଆସିବା କଥା ଜାଣି ବୋଉ ଦୁଃଖରେ ଭାଙ୍ଗି ପଡ଼ିଲା। ମୁଁ ବୋଉକୁ ସାନ୍ତ୍ୱନା ଦେଇ କହିଲି, ତୁ ମୋଟେ ଦୁଃଖ କରନା, ମୁଁ ତୋତେ ଛାଡ଼ି ମାତ୍ର ଗୋଟିଏ ମାସ ରହିବି। ତାପରେ ମୁଁ ଆସି ତୋତେ ଏଠୁ ମୋ ସାଙ୍ଗରେ ନେଇଯିବି। କିନ୍ତୁ ଦେଖ ବୋଉ, ମୁମ୍ବାଇରେ ତୋତେ ମୁଁ କେବେ ବି ଏ ବିଧବା ବେଶରେ ରହିବାକୁ ଦେବି ନାହିଁ। ବୋଉ ଖୁସି ହୋଇଗଲା ଏବଂ ମୋତେ କୁଣ୍ଢେଇ ଧରି ମୋ ଗାଲ ଓ କପାଳରେ ଘନ ଘନ ଗେଲ କରି ପକାଇଲା। ବୋଉକୁ ଗାଁରେ ଏକୁଟିଆ ଛାଡ଼ି ମୁଁ ମୁମ୍ବାଇ ଆସିଲି। ଆସିବା ବେଳେ ବୋଉ ମୋତେ କୁଣ୍ଢେଇ ଧରି ଶୀଘ୍ର ଆସି ତାକୁ ନେଇଯିବାକୁ କହି ମୋ କପାଳ ଓ ଗାଲ ଏପରି ଓଠରେ ମଧ୍ୟ ଟିକେ ଗେଲ କଲା। ମୁଁ ବୋଉକୁ ମୋ ଛାତିରେ ଭିଡ଼ି ଧରି ତାକୁ ଟିକେ ଗେଲ କରିବାକୁ ଲାଗିଲି। ଆଉ 5 ମିନିଟ୍ ପର୍ଯ୍ୟନ୍ତ ପରସ୍ପରକୁ ଆମେ ଗେଲ କରିବାକୁ ଲାଗିଲୁ। ଆଉ ବୋଉକୁ ଛାଡ଼ି ମୁଁ ଚାଲି ଆସିଲି। ଠିକ୍ ଗୋଟିଏ ମାସ ପରେ ଗାଁକୁ ଯାଇ ମୁଁ ବୋଉକୁ ମଧ୍ୟ ସାଙ୍ଗରେ ନେଇ ଆସିଲି। ସିଙ୍ଗଲ ରୁମ୍ ଫ୍ଲାଟ୍ଟିଏ ମୁଁ ଭଡ଼ା ନେଇଥିଲି। ବୋଉ ଏବଂ ମୁଁ ସେଇ ଫ୍ଲାଟ୍ରେ ରହିଲୁ। ଗାଁରେ ବୋଉକୁ କହିବା ଭଳି ମୁଁ ବୋଉକୁ ବିଧବା ବେଶରେ ରହିବାକୁ ଦେଲି ନାହିଁ। ବୋଉର ବୟସ 46 କି 47 ହେଲେ ବି ବୋଉ ଯଥେଷ୍ଟ ୟଙ୍ଗ ଭଳି ଜଣାପଡ଼ୁଥିଲା। ନୂଆ ଜାଗା ଓ ନୂଆ ପରିବେଶ ଭିତରେ ବୋଉ ଓ ମୋ ଭିତରର ସମ୍ପର୍କ କ୍ରମେ କ୍ରମେ ବଦଳି ନୂଆ ରୂପ ନେବାକୁ ଆରମ୍ଭ କଲା। ନ ଜାଣିବା ଲୋକମାନେ ଆମକୁ ସ୍ୱାମୀ ସ୍ତ୍ରୀ ବୋଲି ଭାବୁଥିଲେ। ଗୋଟିଏ ରୁମ୍ରେ ଗୋଟିଏ ବିଛଣାରେ ଶୋଇବା ଫଳରେ ସତକୁ ସତ ଆମେ ବି ସ୍ୱାମୀ ସ୍ତ୍ରୀ ଭଳିଆ ଚଳିବା ଆରମ୍ଭ କଲୁ। ଆମର ପୁରୁଣା ମା ପୁଅର ସମ୍ପର୍କ ବି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ପରିଣତ ହୋଇଗଲା। ନୂଆ ନୂଆ ବାହା ହୋଇଥିବା ସ୍ୱାମୀ ସ୍ତ୍ରୀ ଭଳି ଖୁବ୍ ଆନନ୍ଦରେ ଆମ ଦୁଇଜଣଙ୍କର ଦିନ ଗଡ଼ି ଚାଲିଲା। ପ୍ରାୟ ଗୋଟିଏ ମାସ ପରେ ଦିନେ ରାତିରେ ସବୁଦିନ ପରି ଖିଆପିଆ ସାରି ବୋଉ ଓ ମୁଁ ଶୋଇବାକୁ ଗଲୁ। ବିଛଣାରେ ପଡ଼ୁ ପଡ଼ୁ ମୁଁ ମୋ ଲୁଙ୍ଗିଟା ଖୋଲିଦେଇ ପୁରା କପଡ଼ା ଖୋଲିକି ଶୋଇପଡ଼ିଲି। ଆଉ ବୋଉ ତା'ର ନାଇଟ୍ ଗାଉନଟା ଖୋଲି ତାକୁ ମଧ୍ୟ ମୁଁ ଏଭଳି କଲି। ଘରେ ବୋଉ ଭିତରେ କିଛି ପିନ୍ଧୁନଥିଲା। ତାପରେ ଆମେ ଦୁହେଁ କୁଣ୍ଡାକୁଣ୍ଡି ହୋଇ ଗେଲ ହେବାକୁ ଲାଗିଲୁ। ବୋଉ ମୋ ଉପରକୁ ଉଠିଯାଇ ମୋ ଛାତିରେ ତା'ର ଛାତି ପାଖରେ ଥିବା ଗୋଲ ଗୋଲ ଦୁଇଟାକୁ ରଗଡ଼ି ମୋତେ ଟିକେ ଗେଲ କରିଦେଇ କହିଲା, ଧନ, ଗୋଟାଏ କଥା କହିବି। ଏପଟେ ମୁଁ ଦୁଇ ହାତରେ ବୋଉର ଫୁଲିଲା ଫୁଲିଲା ପିଚାକୁ ଦୋଳ ଦୋଳ କହିଲି, ଓ ବୋଉ, ଯାହା କହିବା କଥା କହୁନୁ, ମୋତେ ପଚାରୁଛୁ କ'ଣ ଯେ? ବୋଉ କହିଲା, କାଲି ଟିକିଏ ଡାକ୍ତର ପାଖକୁ ଯାଆନ୍ତେ। ମୁଁ ପଚାରିଲି, କାହିଁକି? କ'ଣ ହେଲା? ଡାକ୍ତର ପାଖକୁ କାହିଁକି ଯିବା? ତୋ ଦେହ ଭଲ ନାହିଁ କି? ମୋ କଥା ଶୁଣି ବୋଉ କହିଲା, ନାହିଁ, ସେମିତି କିଛି ନାହିଁ ଯେ ମୋତେ କାହିଁକି ବାନ୍ତି ବାନ୍ତି ଲାଗୁଛି।
ମୁଁ ପଚାରିଲି, ବାନ୍ତି ବାନ୍ତି କାହିଁ ଲାଗୁଛି, କ'ଣ ହୋଇଛି? ଏଣୁ ତେଣୁ କ'ଣ ଖାଇଦେଲୁ କି? ବୋଉ କହିଲା, ସେମିତି କିଛି ମୁଁ ଖାଇନି। ମୁଁ କହିଲି, ତାହେଲେ ବାନ୍ତି କାହିଁକି ହେଉଛି? ବୋଉ କହିଲା, ତୁ ସେ କଥା ବୁଝିପାରିବୁନି। ମୁଁ କହିଲି, ବୁଝିପାରିବିନି ମାନେ? ବୋଉ କହିଲା, ମୋର ଏଥରକ କାହିଁକି ଦିନ ଗଡ଼ିଗଲାଣି, ଏଯାଏ ହୋଇନି। 10 ଦିନ ଖଣ୍ଡେ ଡେରି ହେଲାଣି। ମୁଁ କହିଲି, ଓହୋ, ବୁଝିଲି, ଏ ମାସରେ ତୋର ମାସିକିଆ ଡେରି ହେଲାଣି। ବୋଉ କହିଲା, ହଁ। ମୁଁ କହିଲି, ତାହା ମାନେ ବୋଉ ତ ଗର୍ଭବତୀ। ବୋଉ କହିଲା, ମୋର ସେଇଟା ଡାଉଟ୍ ହେଉଛି, କାରଣ ମାସେ ହେଲା ବିନା ପ୍ରିକସନ୍ରେ ଆମେ ହେଉଛେ। ତ ତେଣୁ ମୁଁ କହିଲି, ଠିକ୍ ଅଛି, କାଲି ଡାକ୍ତର ପାଖକୁ ଯାଇ ଚେକଅପ୍ କରିନେବା। ଆଉ ଯଦି କନସିଭ୍ ସରିଯାଇଥିବ ତାହେଲେ ୱାଶ୍ କରିଦେଲେ ହେବ। ବୋଉ କହିଲା, ନାହିଁ, ତୁ ସେ ଆବର୍ଷଣ କରିବା କଥା କହନା। ମୁଁ କହିଲି, ଅବର୍ଷଣ କରିବୁନି ମାନେ? ତୁ ମା' ହେବାକୁ ଚାହୁଁଛୁ? ବୋଉ କହିଲା, ହଁ, ଅସୁବିଧା କ'ଣ? ମୁଁ ଯେତେବେଳେ ତୋର ସ୍ତ୍ରୀ ହୋଇସାରିଲିଣି, ତୋ ପିଲାର ମା' ହେବାରେ ଅସୁବିଧା କ'ଣ? ଆଉ ଏପଟେ ମୁଁ ବୋଉର ଛାତି ପାଖରେ ଥିବା ଗୋଲ ଗୋଲ ଦୁଇଟାକୁ ହାତରେ ଦଳି ପାଟିରେ ପୂରେଇ ଖାଇ ପକେଇ କହିଲି, ବୋଉ, ସତରେ ତୁ ମୋ ଛୁଆର ମା' ହେବୁ? ବୋଉ କହିଲା, ହେବି କ'ଣ, ତୁ ତ ମୋ ପେଟରେ ତୋ ଛୁଆ ଛାଡ଼ି ସାରିଲୁଣି। ମୋର ଶକ୍ତ ଜିନିଷକୁ ମୁଠେଇ ଧରୁ ଧରୁ ବୋଉ କହିଲା, ଆସିଲୁ, ମୋତେ ଭାରି ନିଦ ମାଡ଼ିଲାଣି। ତାପରେ ମୁଁ ବୋଉର ଦୁଇ ଜଙ୍ଗକୁ ଆଡ଼େଇ କହିଲି, ମୁଁ ନିଦ ଇଞ୍ଜେକ୍ସନ୍ ଦେଇସାରିନି, ତୋତେ ନିଦ ଆସିଲାଣି? ବୋଉ କହିଲା, ତୁ କି ଇଞ୍ଜେକ୍ସନ୍ ଦେଉଛୁ ଦେଲୁ? ନିଶା ଇଞ୍ଜେକ୍ସନ୍ ମାନେ ମୋର ଲମ୍ବା ଯନ୍ତ୍ରଟାକୁ ବୋଉ ଇଞ୍ଜେକ୍ସନ୍ ବୋଲି କହେ। ତାପରେ ମୁଁ ବୋଉ ଉପରକୁ ଚଢ଼ିଗଲି ଓ ବୋଉକୁ ଖୁବ୍ ଗେଲ କରିବାକୁ ଲାଗିଲି, ଆଉ ଖୁବ୍ ଆଦର ମଧ୍ୟ କଲି। ତାପରେ ଆସ୍ତେ ଆସ୍ତେ ଆମେ ଦୁଇଜଣ ଗରମ ହେବାକୁ ଲାଗିଲୁ। ଆଉ ଆସ୍ତେ ଆସ୍ତେ ମୋ ହାତ ବୋଉର ସେଇ ଦୁଇ ଜଙ୍ଘ ସନ୍ଧିକୁ ଯିବାକୁ ଲାଗିଲା, ଆଉ ବୋଉର ହାତ ମଧ୍ୟ ମୋ କପଡ଼ା ଉପରେ ଥିଲା। ତାପରେ ଦୁଇଜଣ ଆସ୍ତେ ଆସ୍ତେ ମାନେ ମୁଁ ବୋଉର ସେଇ ଗୁମ୍ଫାକୁ ସାଉଁଳିଲି, ଆଉ ବୋଉ ମୋର ମୁଠେଇ ଧରି ତଳ ଉପର କରିବାକୁ ଲାଗିଲା। ଆଉ ଏମିତି 5ରୁ 10 ମିନିଟ୍ ପରେ ଆମେ ଦୁଇଜଣ ପୁରା ଗରମ ହେଇଗଲୁ। ଆଉ ମୁଁ ବୋଉର ଜଙ୍ଘ ପାଖକୁ ମୁହଁ ନେଇ ବୋଉର ବାଳୁଆ ଗୁମ୍ଫାକୁ ଚାଟିବାକୁ ଲାଗିଲି। ପାଖାପାଖି 10ରୁ 15 ମିନିଟ୍ ଚାଟିଲା ପରେ ବୋଉ ଭିତରୁ ଗରମ ଗରମ ପାଣି ବାହାରି ଆସିଲା। ଆଉ ସବୁ ପାଣି ମୁଁ ଚାଟିକି ସଫା କଲି। ଆଉ ବୋଉ ମଧ୍ୟ ମୋର ନେଇ ତା ପାଟିରେ ପୂରେଇ ମୋର ମଧ୍ୟ ପାଣିକୁ ବାହାର କଲା, ଆଉ ସବୁ ପାଣିକୁ ଚାଟି ସଫା କଲା। ଆଉ ଏମିତି 5ରୁ 10 ମିନିଟ୍ ଆମେ ବିଶ୍ରାମ କଲା ପରେ ମୁଁ ଚଢ଼ିଗଲି ବୋଉ ଉପରକୁ, ଆଉ ବୋଉର ଦୁଇ ଗୋଡ଼କୁ ଫାଡ଼ି ତା ଭିତରେ ମୋର ନେଇକି ଗୋଟେ ଧକ୍କାରେ ପୁରା ଭିତରକୁ ପୂରେଇଲି। ବୋଉ ଚିଲେଇ ଉଠିଲା, କିନ୍ତୁ ବୋଉର ଚିତ୍କାର ନ ଶୁଣି ମୁଁ ବୋଉକୁ ପେଲିବା ଆରମ୍ଭ କଲି। ଆଉ ପାଖାପାଖି 15ରୁ 20 ମିନିଟ୍ ପେଲିବା ପରେ ମୋର ଗରମ ଗରମ ପାଣି ବାହାରିବ ବୋଲି ମୋତେ ଲାଗିଲା। କିନ୍ତୁ ଏଥର ମୁଁ ବୋଉର ଭିତରେ ଛାଡ଼ିଲା ନାହିଁ। ବୋଉକୁ ବସେଇ ଦେଇ ବୋଉର ପାଟି ଭିତରେ ନେଇ ମୋର ଭର୍ତ୍ତି କଲି, ଆଉ ସବୁ ପାଣି ବୋଉ ପିଇଦେଲା, ଆଉ ଚାଟି ଚାଟି ମୋର ପୁରା ସଫା କରିଦେଲା। ତ ଦର୍ଶକ ବନ୍ଧୁ, ଏଇଭଳି ଭାବରେ ଆମେ ସ୍ୱାମୀ ସ୍ତ୍ରୀ ଭଳିଆ ସମ୍ପର୍କ ରଖିଲୁ। ଆଉ ଗୋଟେ କାହାଣୀରେ କହିବି କି ବୋଉ କେମିତି ଛୁଆକୁ ଜନ୍ମ ଦେଲା। ତାପରେ କ'ଣ କ'ଣ ହେଲା ଜାଣିବା ପାଇଁ ନେକ୍ସଟ ପାର୍ଟକୁ ଅପେକ୍ଷା କରନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଏହି ଭିଡ଼ିଓଟି ଆମ ପାଖକୁ ଆମର ଜଣେ ଭାଇ ପଠାଇଛନ୍ତି। ଏଥିରେ ମୋର କୌଣସି ମତାମତ ନାହିଁ। ଏ କାହାଣୀ ସମ୍ପୂର୍ଣ୍ଣ ତାଙ୍କ ନିଜସ୍ୱ କାହାଣୀ। ଯଦି କିଛି ତ୍ରୁଟି ଥାଏ ସେ ଭାଇଙ୍କୁ କ୍ଷମା କରିବେ। ମୋର କାମ ଖାଲି ମୁଁ ସେ ପଠାଇଥିବା କାହାଣୀକୁ ମୁଁ ଆପଣମାନଙ୍କୁ କହୁଛି। ଏଥିରେ ମୋର କିଛି ଭୁଲ ନାହିଁ। ରହୁଛି, ଧନ୍ୟବାଦ।